ଆରେ ସାଙ୍ଗମାନେ, ସବୁ କେମିତି ଅଛ? ଆଜି ନା ମୁଁ ତୁମମାନଙ୍କ ପାଇଁ ଏକ ଏମିତି ମଜାଦାର କାହାଣୀ ଆଣିଛି। ଏଇଟା ହେଉଛି କିଛି ମୂର୍ଖ ମାଙ୍କଡ଼ଙ୍କର କାହାଣୀ, ଯେଉଁମାନେ ନା ଥଣ୍ଡାରେ ପୁରା ଥରୁଥିଲେ। ତେବେ ଚାଲ ଜମା ଡେରି ନକରି ଦେଖିବା ସେମାନଙ୍କ ସାଙ୍ଗରେ ଆଗକୁ କ'ଣ ହେଲା। କଥାଟା ହେଉଛି ବହୁତ ବହୁତ ପୁରୁଣା କାଳର। ଭାବିଲ ଟିକେ, ଗୋଟେ ଏତେ ବଡ଼ ଏତେ ଘଞ୍ଚ ଜଙ୍ଗଲ, ଯେଉଁଠି ରାତି ହେଲେ ପୁରା କିଟିମିଟି ଅନ୍ଧାର, ଆଉ ଥଣ୍ଡା କଥା ତ ନ କହିଲେ ଭଲ। ବାପରେ, ଏମିତି ଥଣ୍ଡା ଯେମିତି ଲାଗିବ ସବୁକିଛି ବରଫ ପାଲଟିଯିବ। ଆଉ ସେଇ ବରଫ ଭଳିଆ ଥଣ୍ଡା ଜଙ୍ଗଲକୁ ଆସି ପହଞ୍ଚିଲେ ଗୋଟେ ମାଙ୍କଡ଼ ଦଳ। ଆହା, ବିଚାରାମାନେ ଥଣ୍ଡାରେ ଖାଲି ଥରୁଥାନ୍ତି। ତାଙ୍କର ଦାନ୍ତ ବି କଟମଟ ହେଉଥାଏ। ସେମାନେ ନିଜ ଭିତରେ କଥା ହେଉଥାନ୍ତି, ଆରେ ବାବା, ଏତେ ଥଣ୍ଡାରେ କେମିତି ବଞ୍ଚିବା? ଯଦି ଟିକେ ନିଆଁ ମିଳିଯାଆନ୍ତା କେତେ ଭଲ ହୁଅନ୍ତାନି। ସେମାନେ ଏମିତି ବସି ଥଣ୍ଡାରେ ଥରୁଥାନ୍ତି ଆଉ ଚିନ୍ତା କରୁଥାନ୍ତି। ଆଉ ଠିକ୍ ସେତିକିବେଳେ ସେଇ କିଟିମିଟି ଅନ୍ଧାର ଭିତରେ ଦୂରରେ କିଛି ଗୋଟେ ଚକ୍ ଚକ୍ କରୁଥିବାର ସେମାନେ ଦେଖିଲେ। କିନ୍ତୁ ଜାଣିଛ ସେଇଟା କ'ଣ ଥିଲା? ସେଇଟା ଥିଲା ଗୋଟେ ଛୋଟିଆ ଜୁଳୁଜୁଳିଆ ପୋକ। ହେଲେ ଆମ ମୂର୍ଖ ମାଙ୍କଡ଼ମାନେ କ'ଣ ଭାବିଲେ ଜାଣିଛ? ସେମାନେ ଭାବିଲେ ସେଇଟା ନିଆଁର ଗୋଟେ ଛୋଟ କଣିକା। ବାସ୍, ଏଇଠୁ ହିଁ ଆରମ୍ଭ ହୋଇଗଲା ସବୁ ମଜେଦାର ଗଡ଼ବଡ଼। ବାସ୍, ତାପରେ ଦେଖିବ କିଏ ସମସ୍ତେ ଖୁସିରେ ଡେଇବାକୁ ଲାଗିଲେ, ଚିଲେଇଲେ, ନିଆଁ ନିଆଁ ମିଳିଗଲା, ଦେଖ ଦେଖ ନିଆଁ, ୟେସ୍, ଆମକୁ ନିଆଁ ମିଳିଗଲା। କିନ୍ତୁ ଧରିବା କ'ଣ ଏତେ ସହଜ? ସେମାନେ ଯେମିତି ଧରିବାକୁ ଗଲେ, ଜୁଳୁଜୁଳିଆ ପୋକଟା ଫୁର୍କିନା ଉଡ଼ିଗଲା। ମାଙ୍କଡ଼ମାନଙ୍କର ମନଟା ପୁରା ଦୁଃଖ ହେଇଗଲା। ହେଲେ ସେମାନେ ହାର ମାନିବାବାଲା ନୁହନ୍ତି। ପରଦିନ ରାତିରେ ସେମାନେ ପୁଣି ଲାଗିପଡ଼ିଲେ ଆଉ ବହୁତ କଷ୍ଟରେ କିଛି ଜୁଳୁଜୁଳିଆ ପୋକକୁ ଧରିବାରେ ସଫଳ ହେଲେ। ଏବେ ଶୁଣ ସେମାନଙ୍କର ମଜାଦାର ପ୍ଲାନ୍। ସେମାନେ କ'ଣ କଲେ ଜାଣିଛ? ପ୍ରଥମେ ମାଟିରେ ଗୋଟେ ଛୋଟ ଗାତ ଖୋଳିଲେ। ତାପରେ ସେଇ ବିଚାରା ଜୁଳୁଜୁଳିଆ ପୋକମାନଙ୍କୁ ଗାତ ଭିତରେ ରଖିଦେଲେ। ଆଉ ଶେଷରେ ସମସ୍ତେ ମିଶି ତା ଉପରେ ଜୋର ଜୋରରେ ଫୁଙ୍କିବାକୁ ଲାଗିଲେ। ସେମାନେ ଭାବିଲେ ଏମିତି ଫୁଙ୍କିଲେ ନିଆଁ ଜଳି ଉଠିବ। କି ମଜା କଥା ନୁହେଁ କି? ହେଲେ ମାଙ୍କଡ଼ମାନେ ତ ନିଜ କାମରେ ମସ୍ତ ଥିଲେ। ସେମାନଙ୍କୁ ଜଣାନଥିଲା ଯେ ଚୁପଚାପ କିଏ ଜଣେ ସେମାନଙ୍କର ଏହିସବୁ ବୋକାମିକୁ ଦେଖୁଥିଲା। ଠିକ୍ ପାଖ ଗଛ ଡାଳରେ ବସିଥିଲା ଗୋଟେ ବୁଦ୍ଧିମାନ ପେଚା। ସେ ବଡ଼ ବଡ଼ ଆଖିରେ ଏମାନଙ୍କର କାଣ୍ଡ ଦେଖୁଥିଲା ଆଉ ମନେ ମନେ ହସୁଥିଲା। ଭାବୁଥିଲା, ଆରେ ଏ ମାଙ୍କଡ଼ଗୁଡ଼ାକ କେତେ ବଡ଼ ଭୁଲ କରୁଛନ୍ତି। ଶେଷରେ ପେଚା ଆଉ ରହିପାରିଲା ନାହିଁ। ସେ ଜୋରରେ ପାଟି କରି କହିଲା, ଆରେ ଶୁଣ, ଓ ମାଙ୍କଡ଼ ଭାଇମାନେ, ସେଗୁଡ଼ାକ ନିଆଁ ନୁହେଁ, ସେଗୁଡ଼ାକ ତ ଜୁଳୁଜୁଳିଆ ପୋକ। ତୁମେମାନେ ସେଥିରୁ କେବେ ବି ନିଆଁ ଜଳେଇ ପାରିବନି। କିନ୍ତୁ ମାଙ୍କଡ଼ମାନେ କ'ଣ ତା କଥା ଶୁଣିବେ? ସେମାନେ ତାକୁ ଦେଖି ଖିକ୍ଖି ହୋଇ ହସିଲେ। ତାଙ୍କ ଭିତରୁ ଗୋଟେ ମାଙ୍କଡ଼ ଛାତି ଫୁଲେଇକି କହିଲା, ହେ ବୁଢ଼ା ପେଚା, ତୁମେ ନିଆଁ ଜଳେଇବା ବିଷୟରେ କିଛି ଜାଣନି। ଚୁପଚାପ ରୁହ ଆଉ ଆମକୁ ଆମ କାମ କରିବାକୁ ଦିଅ। ତ ଦେଖ, ଗୋଟେ ପଟେ ଥିଲା ପେଛାର ବୁଦ୍ଧି। ସେ କହୁଥିଲା, ଏସବୁ ବୋକାମି ଛାଡ଼, ସେଗୁଡ଼ାକ ଖାଲି ପୋକ। ପାଖରେ ଗୋଟେ ଗୁମ୍ଫା ଅଛି, ସେଠିକି ଯାଇ ଆରାମରେ ରୁହ। ଆଉ ଅନ୍ୟପଟେ ଥିଲେ ଆମ ମାଙ୍କଡ଼ମାନେ। ସେମାନେ ତା କଥା ଶୁଣି ହସୁଥିଲେ ଆଉ ନିଜର ସେଇ ମୂର୍ଖ କାମରେ ଲାଗି ରହିଥିଲେ। ପେଚାଟି ବହୁତ ବୁଝେଇବାକୁ ଚେଷ୍ଟା କଲା, ହେଲେ ଶେଷରେ ଗୋଟେ ମାଙ୍କଡ଼ ପୁରା ରାଗିଯାଇ ତା ଉପରେ ପାଟି କଲା। ବିଚାରା ପେଚା ଆଉ କ'ଣ ବା କରିଥାନ୍ତା? ସେ ବହୁତ ମନ ଦୁଃଖ କରି ସେଠାରୁ ଫୁର୍କିନା ଉଡ଼ି ଚାଲିଗଲା। ବାସ୍, ଏବେ ମାଙ୍କଡ଼ମାନେ ପୁରା ଏକୁଟିଆ। ରାତି ଆହୁରି ଗଭୀର ହେଲା, ଥଣ୍ଡା ବି ବଢ଼ିଲା, ଆଉ ଏବେ ସମୟ ଆସିଗଲା ସେମାନଙ୍କ ବୋକାମିର ଫଳ ପାଇବା ପାଇଁ। ଭାବିଲୁ ଟିକେ, ପୁରା ରାତିଟା କେମିତି ବେକାର ଗଲା। ସନ୍ଧ୍ୟାବେଳୁ ସେମାନେ ଲାଗି ପଡ଼ିଲେ। ଟିକେ ରାତି ହେଲାରୁ ପେଚା ଆସିଲା ବୁଝେଇବାକୁ, ହେଲେ କିଏ ଶୁଣୁଛି? ଆଉ ମଝିରାତି ବେଳକୁ ସେମାନେ ଫୁଙ୍କି ଫୁଙ୍କି ପୂରାପୂରି ଥକି ଯାଇଥିଲେ। ଶେଷରେ ଯେତେବେଳେ ସେମାନେ ପୁରା ଥକି ଯାଇଥିଲେ ଆଉ ଥଣ୍ଡାରେ ଦେହ ପୁରା କାଠ ପଡ଼ିଯାଇଥିଲା, ସେତେବେଳେ ଯାଇ ତାଙ୍କ ବୁଦ୍ଧି ଖୋଲିଲା। ସେମାନଙ୍କର ମନେ ପଡ଼ିଲା, ଆରେ ପେଚା ତ ଠିକ୍ କହୁଥିଲା, ଆମେ କେତେ ବଡ଼ ବୋକା, ଏତେ ସମୟ ଧରି ଗୋଟେ ପୋକରୁ ନିଆଁ ବାହାର କରିବାକୁ ଚେଷ୍ଟା କରୁଥିଲୁ। ତାହେଲେ ଚାଲ ଦେଖିବା କାହାଣୀର ଶେଷରେ କ'ଣ ହେଲା। ଏତେ ସବୁ କଷ୍ଟ ପାଇସାରିବା ପରେ ମାଙ୍କଡ଼ମାନେ କିଛି ଶିଖିଲେ କି ନାହିଁ? ହଁ, ଶେଷରେ ତାଙ୍କର ବୁଦ୍ଧି ହେଲା। ସେମାନେ ସେଇ ବୁଦ୍ଧିମାନ ପେଚାର କଥା ମାନିଲେ। ପାଖରେ ଯେଉଁ ଗୁମ୍ଫାଟି ଥିଲା ସେଇଠିକୁ ଦୌଡ଼ିଲେ ଆଉ ତା ଭିତରେ ପଶିଗଲେ, ଆଉ ଯାଇ ସେଇ ଭୟଙ୍କର ଥଣ୍ଡାରୁ ନିଜକୁ ବଞ୍ଚେଇଲେ। ତାହେଲେ କୁହ ଦେଖି, ଏ କାହାଣୀରୁ ଆମେ କ'ଣ ଶିଖିଲେ? ଆମେ ଶିଖିଲେ ଯେ ବେଳେବେଳେ ଆମେ ଭୁଲ କରିପାରୁ। ତେଣୁ ଯଦି କେହି ବଡ଼ କିମ୍ବା ବୁଦ୍ଧିମାନ ଲୋକ ଆମକୁ ଭଲ ଉପଦେଶ ଦିଅନ୍ତି, ତେବେ ତାଙ୍କ କଥା ଶୁଣିବା ଦରକାର। ଆଉ ହଁ, ଯିବା ଆଗରୁ ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ। ଯେତେବେଳେ ଆମକୁ ଲାଗେ ଯେ ଆମେ ଯାହା କରୁଛୁ ତାହା ହିଁ ଠିକ୍, ସେତେବେଳେ ବି ଆମେ ଅନ୍ୟମାନଙ୍କ କଥା କାହିଁକି ଶୁଣିବା ଉଚିତ? ଏ ବିଷୟରେ ନିଶ୍ଚୟ ଭାବିବ। ଆଜି ପାଇଁ ଏତିକି।
ପୁଣି ଦେଖାହେବ ଆଉ ଗୋଟେ ନୂଆ ମଜେଦାର କାହାଣୀରେ।